ହ୍ୟାଲୋ ଗାଇସ୍ ସମସ୍ତଙ୍କୁ ଜୟ ଜଗନ୍ନାଥ। ତ ସକାଳୁ ସକାଳୁ ଆମେ ଭିଡ଼ିଓ ଷ୍ଟାର୍ଟ କରିଦେଇଛୁ। ତ ଆମେ ସକାଳୁ ସକାଳୁ ଆସିଯାଇଛୁ ଅଫିସ୍, କିନ୍ତୁ ଆପଣମାନଙ୍କ ପାଇଁ ଛୋଟିଆ ଗୋଟେ ଜିନିଷ, ଆମେ ମାତ୍ର ଟ୍ରେଲର ପକେଇଛୁ ଅଫିସ୍। ହ୍ୟାଲୋ ଗାଇସ୍ ସମସ୍ତଙ୍କୁ ଜୟ ଜଗନ୍ନାଥ। ତ ସକାଳୁ ସକାଳୁ ଆମେ ଉଠିକି ବାହାରି ଆସିଛୁ କିଛି ଖାଇବା ବନେଇବା ପାଇଁ। ତ ସକାଳୁ ସକାଳୁ ଉଠି ଭୋକ କଲା, ତ କୋଡ଼ ସାକେଟ୍ ଯିବାର ଥିଲା ଅଫିସ୍। ତ ଆପଣମାନେ ସକାଳୁ ସକାଳୁ ଅଫିସ୍ ଗଲାବେଳକୁ କ'ଣ ଖାଇକି ଯାଆନ୍ତି? ଆପଣମାନେ ଟିକେ କମେଣ୍ଟ କରନ୍ତୁ। ଆମ ପାଖେ ଅଛି କୁକୁଡ଼ାରୁ ଅଣ୍ଡା, ଆଉ ଯେଉଁମାନେ ଅଣ୍ଡା ଖାଆନ୍ତି ସେ ସକାଳୁ ସକାଳୁ ଉଠିକି କମେଣ୍ଟ କର। ଆଉ ଯେଉଁମାନେ ନଣ୍ଡା ହୁଅନ୍ତି ସିଏ ବି କମେଣ୍ଟ କର। ଆପଣମାନେ ଦେଖିପାରୁଥିବେ ଯେମିତିକି ଆମର ଆଜି ଅଣ୍ଡା ଆମଲେଟ୍ ବନିବ। ଦୁଇଟା ଅଣ୍ଡା ଆମଲେଟ୍ ଖାଇକି ଫଟାଫଟ ଆମେ ବାହାରିବୁ ଅଫିସ୍ ଯିବା ପାଇଁ। କୋଡ଼ ସାର୍କେଟ ଜିନ୍ଦାବାଦ। ଭାଇ ମୁଁ ଟି ସାର୍ଟ ପିନ୍ଧିଲେ ଏତେ ପତଳା ଦେଖାଯାଉଛି ନା, ଲାଗୁଛି ଯେତିକି ମୁଁ ଖାଉଛି ପିଉଛି ଯାଉଛି କୁଆଡ଼େ। ତ ଗାଇସ୍, ତ ଆମର ଦୁଇଟା ଅଣ୍ଡା ଆମଲେଟ୍ ରେଡ଼ି। ଦେଖିପାରୁଥିବେ ଆମର ଅଣ୍ଡା ଆମଲେଟ୍ରେ କିଛି ମସଲା ପଡ଼ିବନି, କେବଳ ଟିକେ ଲୁଣ ଛିଞ୍ଚା ହେବ, ବ୍ଲାକ୍ ପେପର ପଡ଼ିବ, ସରିଲା। ଅଣ୍ଡା ପୋଚ୍ ସେଇଟା ବି କୁହାହେବନି, ଅଣ୍ଡା ଆମଲେଟ୍ ହିଁ କୁହାହେବ। ତ ଆମର ଅଣ୍ଡା ଆମଲେଟ୍ ସରିଲା, ଖିଆପିଆ ସରିଲା, ଆମେ ଚାଲିଲୁ ଅଫିସ୍। ତ ଆମେ ଅଫିସ୍ରେ ପହଞ୍ଚିକି ଜଷ୍ଟ ଆଜି ଏଡ଼ିଟିଂର କିଛି କାମ ଥିଲା ଅଳ୍ପ ବହୁତ, ତ ତାକୁ କରିବା। କରିସାରିକି ଆମେ ବାହାରିବା SP ରୋଡ଼, ଟିକେ SP ରୋଡ଼ ଯିବାର ଅଛି। ତ ବାଙ୍ଗାଲୋର ସବୁଠୁ ବଡ଼ ରୋଡ଼ ହେଲା SP ରୋଡ଼। ତ ଆପଣମାନେ ଯିଏ ବି କିଛି ବି କିଣିବାକୁ ଚାହୁଁଛନ୍ତି, AC କୁଲର ମା ବାପାକୁ ଛାଡ଼ିକି ଆଉ ସବୁ ମିଳିବ, ରସିଆନ୍ ତକ୍ ବି ମିଳିବ। ତ ଯେଉଁମାନେ ଯାହା କିଣିବାକୁ ଚାହୁଁଛନ୍ତି ଆପଣମାନଙ୍କ ପାଇଁ ସବୁ ଆଭେଲେବୁଲ୍ ଅଛି। ତ ଆପଣମାନେ ଜରୁର ଯାଆନ୍ତୁ, ଟ୍ରାଏ କରନ୍ତୁ, ଚଣା ଖାଇ ଖାଇ କାମ କରନ୍ତୁ। ଆମେ ବି କାମ କରୁଛୁ, ଆପଣ ବି କାମ କରନ୍ତୁ। ତ ଆପଣମାନେ ଦେଖିପାରୁଥିବେ ଆଜିର ୟୁଟ୍ୟୁବ୍ର କିଛି କାମ ଚାଲିଛି, ଆପଣମାନଙ୍କୁ ଦେଖାଉଥିବି। କାଲି ରହିଲା 7000 ଇମ୍ପ୍ରେସନ୍ ଥିଲା। ତ ଆପଣଙ୍କ ସାମ୍ନାରେ ଗୋଟେ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି, ଆପଣମାନେ ସପୋର୍ଟ କରନ୍ତୁ। ସେ ପୁରୁଣା ୟୁଟ୍ୟୁବ୍ ଚ୍ୟାନେଲ୍ରେ 45,000 ସବସ୍କ୍ରାଇବର୍ ହେଇଯାଇଛି କୋଡ଼ ସାକେଟ୍ରେ। ତ ଆମେ ଆସିଗଲୁ ଆଜି SP ରୋଡ଼, କାହିଁକିନା ଆମର କିଣିବାର ଥିଲା। ମୋର ଗୋଟେ ମଦରବୋର୍ଡ଼ କିଣିବାର ଥିଲା, ଦୁଇଟା କମ୍ପ୍ୟୁଟର କିଣିବାର ଥିଲା, ବହୁତ ଜିନିଷ କିଣିବାର ଥିଲା। ତ ଆମେ ଫଟାଫଟି ଟିକେ କିଣାକିଣି କରୁଛୁ। ତ ଆମେ କିଣାକିଣି କରି ଜଷ୍ଟ ବାଥରୁମ୍ ଲାଗିଲା, ତ ବାଥରୁମ୍ ପାଇଁ ଏପଟେ SP ରୋଡ଼ର ଜଷ୍ଟ ରାଇଟ୍ ସାଇଡ଼୍ରେ ଆପଣମାନେ ଦେଖିପାରୁଥିବେ କେଉଁ ଗୋଟେ ବାଥରୁମ୍ ଅଛି। ତ ଆପଣମାନଙ୍କୁ ଟିକେ ସେଇ ବାହାନାରେ SP ରୋଡ଼ ବି ଦେଖାଇଦେବି। ଭାବିଥିଲି ବାଙ୍ଗାଲୋରରେ SP ରୋଡ଼ କେମିତି ଦେଖାଯାଏ, କ'ଣ ଦେଖାଯାଏ, ଛୋଟିଆ ଛୋଟିଆ କ୍ଲିପ୍ରେ। ତ ଆପଣମାନେ ଦେଖୁଥିବେ ମୋତେ ସନଗ୍ଲାସେସ୍ରେ। ଭାଇ ବାଙ୍ଗାଲୋରରେ ପୁରା ଏତେ ଜୋରସରେ ଖରା କି ମଣିଷ ଏମିତି ଠିଆ ହେଇ ମରିଯିବ। ତ ଆପଣମାନେ ଦେଖିପାରୁଥିବେ SP ରୋଡ଼ରେ ସବୁ କିଛି ମିଳେ, ପାନ, ଗୁଟଖା, ଖଇନି, ଠୁଙ୍ଗା ଲଗାଇ ମା ବାପାକୁ ଛାଡ଼ିଦେଇ ଆଉ ସବୁ ମିଳେ। ତ ଆପଣମାନେ SP ରୋଡ଼ର ମଜା ନିଅନ୍ତୁ। ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗୁଥିବ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ଯେଉଁମାନଙ୍କୁ କମ୍ପ୍ୟୁଟର ଦରକାର, କ୍ୟାମେରା ଦରକାର, CCTV ଦରକାର, XYZ ଯାହା ଦରକାର କମେଣ୍ଟ କର, ମୁଁ ତୁମକୁ କୋରିଅର୍ କରିଦେବି ଠିକ୍ ଠାକ୍ ରେଟ୍ରେ।